ଚୂର୍ଣ୍ଣ ହେଲା ସିକନ୍ଦରଙ୍କ ଦର୍ପ। ସିକନ୍ଦର ଭାରତ ଉପରେ ଆକ୍ରମଣ କରି ବିଜୟ ପ୍ରାପ୍ତ କରିଦେଇଥିଲେ। ଦିନେ ସେ ଭ୍ରମଣରେ ବାହାରିଲେ। ଘନ ଜଙ୍ଗଲରେ ତାଙ୍କର ଜଣେ ସନ୍ଥଙ୍କ ସହିତ ଦର୍ଶନ ହେଲା, ଯିଏ ଖରା ପୁଆଉଥିଲେ। ସେ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ। ତାଙ୍କ କଥାରେ ପ୍ରଭାବିତ ହୋଇ ସେ ପଚାରିଲେ, ମହାତ୍ମନ୍, ମୁଁ ଆପଣଙ୍କର କି ସେବା କରିପାରେ? ଏଥିରେ ସେ ସନ୍ଥ ଦୌଡ଼ି କରି କହିଲେ, ତୁମେ ଏଠାରୁ ଶୀଘ୍ର ଚାଲିଯାଅ। ସନ୍ଥଙ୍କ ପାଖରୁ ଏପରି ଆଶା ନଥିଲା। ଫଳରେ ସେ କ୍ରୋଧିତ ହୋଇଗଲେ ଆଉ କହିଲେ, ଆପଣ ଜାଣିନାହାନ୍ତି ମୁଁ ସିକନ୍ଦର ଅଟେ, ଆଉ ମୋ ପକ୍ଷରେ କିଛି ବି କରିବା ଅସମ୍ଭବ ନୁହେଁ। ସେ ସନ୍ଥ ଶାନ୍ତ ସ୍ୱରରେ କହିଲେ, ଆଚ୍ଛା, ଯଦି ତୁମ ପକ୍ଷରେ କିଛି ବି କରିବା ଅସମ୍ଭବ ନୁହେଁ, ହେଲେ ମୋତେ ମାରିଦିଅ ଆଉ ମୋ ମୃତ ଶରୀରର ପ୍ରାଣ ସଞ୍ଚାର କରିଦିଅ। ଏହା ଶୁଣି ସିକନ୍ଦର ଲଜ୍ଜିତ ହୋଇ ତାଙ୍କ ପାଦ ତଳେ ପଡ଼ିଗଲା। ମଣିଷ ଅସୁସ୍ଥ ରୋଗାକ୍ରାନ୍ତ ହେବାର କାରଣ ସେ ନିଜେ। ତାର ଖାଦ୍ୟ ପାନୀୟ ବାସସ୍ଥାନ ଜୀବନ ଶୈଳୀର ପରିବର୍ତ୍ତନ ହିଁ ବିଭିନ୍ନ ରୋଗର କାରଣ। ବୟସ ବଢ଼ିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଶରୀରର ଆଭ୍ୟନ୍ତରୀଣ ଶକ୍ତିକୁ ଅତୁଟ ରଖିବାର ପ୍ରକୃତ ମାଧ୍ୟମ ହେଉଛି ଯୋଗ, ବ୍ୟାୟାମ ଏବଂ ପ୍ରାଣାୟାମ। ଯୋଗାସନ ଅଙ୍ଗ ପ୍ରତ୍ୟଙ୍ଗକୁ କ୍ଷମତାଶୀଳ କରାଏ। ପ୍ରାଣାୟାମ ପ୍ରାଣ ଶକ୍ତିକୁ ପୁନର୍ଜୀବିତ କରେ। ଯୋଗାସନ ବ୍ୟାୟାମ ଦ୍ୱାରା ମଣିଷ ସଦା ସୁସ୍ଥ ନିରୋଗ ରହିପାରେ। ଅସାଧ୍ୟ ସାଧନ କରାଯାଇପାରେ। ପ୍ରଚୁର ମାନସିକ ଶାନ୍ତି ମିଳେ। ଯୌଗିକ ବ୍ୟାୟାମ ମନ ଓ ମସ୍ତିଷ୍କକୁ ଜାଗ୍ରତ କରାଏ। ଦୀପାବଳି କିଛି କଥା। ଆଲୋକର ପର୍ବ ଦୀପାବଳି ସଭିଙ୍କ ମନରେ ଆନନ୍ଦ ଭରିଦିଏ। ହେଲେ ଏହାକୁ ନେଇ ଏଭଳି ଅନେକ ତଥ୍ୟ ରହିଛି ଯାହା ସମ୍ପର୍କରେ ସମସ୍ତେ ଅବଗତ ନଥିବେ। ଜାଣନ୍ତୁ ଏ ସମ୍ପର୍କରେ। ଦୀପାବଳି ପର୍ବକୁ କେବଳ ହିନ୍ଦୁ ନୁହନ୍ତି, ଜୈନ ଏବଂ ଶିଖ ଧର୍ମାବଲମ୍ବୀମାନେ ବେଶ୍ ଧୁମଧାମରେ ପାଳନ କରିଥାନ୍ତି। କୁହାଯାଏ ଏହି ଦିନ ପ୍ରଭୁ ଶ୍ରୀରାମ ବନବାସ ସମାପ୍ତ କରି ଅଯୋଧ୍ୟା ଫେରିଥିଲେ ଏବଂ ତାଙ୍କୁ ସ୍ୱାଗତ ଜଣାଇବା ଲାଗି ସାରା ନଗରୀ ଦୀପ ଏବଂ ଫୁଲରେ ସଜା ଯାଇଥିଲା। ସେବେଠାରୁ ହିନ୍ଦୁମାନେ ଦୀପାବଳି ପାଳି ଆସୁଛନ୍ତି। ଉଣା ହିଡ଼ ଯେଉଁଠି ପାଣି ଗଡ଼େ ସେଇଠି। ପାଣିର ଧର୍ମ ଉଚ୍ଚ ସ୍ଥାନରୁ ନୀଚ ସ୍ଥାନକୁ ବହି ଚାଲିବା। ଯେଉଁଠି ଗଡ଼ାଣିଆ ବା ଖାଲି ସ୍ଥାନ ରହିଥାଏ, ସେହି ଆଡ଼କୁ ପାଣି ସହଜରେ ଗଡ଼ି ଆସିଥାଏ। ଅନ୍ୟ ଅର୍ଥରେ ଦୁର୍ବଳତାର ସୁଯୋଗ ନେଇ ଆଧିପତ୍ୟ ବିସ୍ତାର କରିବା ଅର୍ଥରେ ଏହା ପ୍ରକାଶ କରାଯାଇଛି ଯେ ନଷ୍ଟ ଆଉ ଦୁଷ୍ଟ ପୁରୁଷର 6ଟି ଲକ୍ଷଣ। ଯିଏ ମଦ ପିଇଲା ପରେ ଘରେ ପରିବାରର ସୁଖ ଶାନ୍ତିକୁ ନଷ୍ଟ କରିଦିଏ। ଯିଏ ଘରେ ରନ୍ଧା ହୋଇଥିବା ଭଲ ଖାଦ୍ୟରେ ବି ଦୋଷ ତ୍ରୁଟି ବାହାର କରି କହେ, ୟାଠାରୁ ଭଲ ତ ବାହାରେ ଖାଇବା। ନଷ୍ଟ ପୁରୁଷ ନିଜ ସ୍ତ୍ରୀ ଓ ପିଲାଙ୍କୁ ବିନା କାରଣରେ ଗାଲିଗୁଲଜ ମାରପିଟ କରିଥାଏ। ନଷ୍ଟ ପୁରୁଷ ନିଜ ଭାଇର ସମ୍ପତ୍ତିକୁ ଧୋକାରେ ନିଜ ନାଁରେ କରିନେଇଥାଏ। ନଷ୍ଟ ପୁରୁଷ ଘରେ ଭଲ ସଂସ୍କାରୀ ସ୍ତ୍ରୀ ଥିଲେ ମଧ୍ୟ ବାହାରେ ଅନ୍ୟ ନାରୀମାନଙ୍କ ପଛରେ ପଡ଼ିଥାନ୍ତି। ଦୁଷ୍ଟ ଓ ନଷ୍ଟ ପୁରୁଷମାନେ ଘରେ ନିଜର ମା ବାପାଙ୍କୁ ଗାଲି ଗୁଲଜ କରି ଶତ୍ରୁ ପରି ବ୍ୟବହାର କରିଥାନ୍ତି। ମୁଁ ଆଶା କରୁଛି ଆପଣମାନେ ଏମିତି ହୋଇନଥିବେ। ଓଜନ ହ୍ରାସ କରାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ସାଇକେଲ ଚଳାଇବା ଦ୍ୱାରା ଚର୍ବି ଶୀଘ୍ର ହ୍ରାସ ପାଇଥାଏ। 45ରୁ 60 ମିନିଟ୍ ସାଇକେଲ ଚଳାଇଲେ 300 କ୍ୟାଲୋରି ହ୍ରାସ ପାଇଥାଏ। ଜୟ ଶ୍ରୀ ଜଗନ୍ନାଥ।